ଆର ସାଙ୍ଗଟା ଗଲା କି ଗୁରୁନାନକ ନା କିଏ ଯିବ ଗୁରୁନାନକ? ସୌମ୍ୟଜିତ ତୋ ସାଙ୍ଗରେ ଯିଏ ଆସିଥିଲା ତ ସେ ଫାଇନାଲ ଦିଟାକ ସିଲାବସ ରେ କିଛି ଡିଫରେନ୍ସ ନାହିଁ। ସେଠି ତମେ ଯାହା ପଢିବ ଏଠି ସେୟା ପଢିବ। ଡିଫରେନ୍ସ ହଉଛି ସିଏଚଏସ୍ ରେ ତମେ ଏଲାବୋରେଟଲି ପଢିବ, ସେଠି ଥିବେ ତମେ ସ୍ଟେପ ୱାଇଜ ଯିବ। ଏନସିଆରଟି ବହି ଦେଖିକି ଯଦି ସେ ବାଉଳା ହଉଛି ତାହେଲେ ତ ରେଫରେନ୍ସ ଦରକାର ନା। ଆଉ ସିବିଏସ୍ଇ ଖାଲି କଣ ଏନସିଆରଟି ପଢିଲେ ହବ ନା କଣ? ହଇରାଣ ହବ ତ। ଭଗବାନ। ଏନସିଆରଟି ହଉଛି ଏବେ ଏଇ ଯୋଉ ବହି ତମକୁ ଦେଖା ଯାଉଛି ଏଇଟା ହଉଛି ରେଫରେନ୍ସ ବୁକ୍। ବହିକୁ ଦେଖିକି ଡରିବନି। ଏଇଟା ହଉଛି ରେଫରେନ୍ସ ବୁକ୍। ରେଫରେନ୍ସ ବୁକ୍ ଅର୍ଥ ହଉଛି କଣ? ତୁମେ ଯାହା ଯାହା ଏଣ୍ଟ୍ରାନ୍ସ ଆଗକୁ ଫେସ୍ କରିବ ସବୁର ସଲ୍ୟୁସନ ତା ଭିତରେ ଅଛି, ସବୁ କୋଶ୍ଚିନ୍ ଅଛି। ପାଠ ଏନସିଆରଟି ରେ କମେଇକି ଦେଇଥାଏ, ବହିରେ ତାକୁ ଡେପ୍ଥ ୱାଇଜ ଏକ୍ସପ୍ଲାନେସନ କରିକି ଦେଇଥାଏ। ବହି ଫଲୋ ନ କଲେ ହବନି, ଆଉ ସର୍ଟ ମାରିବ ଯଦି ହବନି। ସେଇ ହିସାବରେ ଯଦି ଯାଇଛ ହଇରାଣ ପଢା ଏକା ରହିବ। ଓକେ, ଆଜି ଗୋଟେ ତମକୁ ଲିଙ୍କ ପଠେଇଥିଲି, ଗୋଟେ କିଛି ମେସେଜ ତମକୁ ଦେଇଥିଲି। ଏବେ ଦେଖ ତୁମେ ଡିଫରେଣ୍ଟ ଇଞ୍ଜିନିୟରିଂ ପାଇଁ ଯେତେବେଳେ ପିଲା ପଢୁଛନ୍ତି ତ ସେ ସମୟରେ କଣ ହଉଛି ନା ଆମେ ପଇସା ଦେଇକି କୋଉ ଜାଗାରେ ପାଠ ପଢୁଛୁ। ଓକେ, ଆର୍ମି ଇଞ୍ଜିନିୟରିଂ ସର୍ଭିସ, ଆର୍ମି ମେଡିକାଲ ସର୍ଭିସ, ଏଇଟା ହଉଛି ଉଚ୍ଚ ସ୍ତରର ଜବ। ଯୋଉଟା କି କଣ ହୁଏ ନା ଆମେ ଗୋଟେ ପାର୍ଟରେ ସବୁ ଚାକିରି ପଛରେ ଗୋଡେଇ ଗୋଡିକା ଗୋଟେ ଆଙ୍ଗେଲରେ ଆମେ ଭୁଲି ଯାଉଛେ ଏଇ ସେକ୍ଟରରେ ବି ଜବ୍ ଅଛି। ଏରୋନିଟିକାଲ ଇଞ୍ଜିନିୟରିଂ ରେ ବା ଏୟାରକ୍ରାଫ୍ଟ ଇଞ୍ଜିନିୟରିଂ ରେ ବହୁତ କମ ପିଲା ଯାଆନ୍ତି। ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ରେ ଯେତେବେଳେ ଆମର ରକେଟ ହଉ କିମ୍ବା ସାଟେଲାଇଟ ମେଣ୍ଟେନାନ୍ସ ହଉ, ଆ ଭିତରେ ସବୁ ଇଞ୍ଜିନିୟର ମାନେ ହିଁ କାମ କରନ୍ତି। କିନ୍ତୁ ଆମେ ସେଇ ଆଙ୍ଗେଲରେ କେବେ ଚିନ୍ତା କରୁନେ। ଆମେ ଗୋଟେ ଆଙ୍ଗେଲରେ ଚିନ୍ତା କରୁଛେ କଣ, ଗ୍ଲୋବାଲି ଆମେ ଯୋଉ ଚିନ୍ତା କରୁଛେ ଆମେ ଗୋଟେ ସ୍ପେସିଫିକ କ୍ୟାଟେଗୋରୀରେ ଯାଉଛେ। ତେଣୁ ଯୋଉ ଜାଗାରେ ଜବ୍ ଅପରଚ୍ୟୁନିଟି ଅଛି ସେଠି ଆମେ କ୍ଲିକ୍ କରୁନେ। ତ ସେଥିପାଇଁ ଡିଫରେଣ୍ଟ ଡିଫରେଣ୍ଟ ସେକ୍ଟର ତମେ ଯଦି ନର୍ଚର କରିବ, କେବଳ କମ୍ପ୍ୟୁଟର ସାଇନ୍ସ, ସିଭିଲ ଇଞ୍ଜିନିୟରିଂ ଏସବୁ ଜିନିଷକୁ ଛାଡିକି, ମେଡିକାଲ ନିଟ୍ ର କେବଳ ଏସସିବି ଏଗୁଡା ସବୁ ଛାଡିକି ଆଉ ସବୁ ବି ଡିଫରେଣ୍ଟ ଜାଗା ଅଛି ଯାହାଦ୍ୱାରା କି ତୁମେ ସ୍କୋର କରିପାରିବ। ତୁମେ ଯଦି ନେଟ ରେ ସର୍ଚ୍ଚ କରୁଛ ତାହେଲେ ତମେ ଦେଖିବ ଯୋଉ ନିଟ୍ ଏକ୍ସାମ ହଉଛି ଇଏ ହଉଛି, ଆ ଭିତରେ ତୁମର ଯୋଉମାନେ ଗଭର୍ଣ୍ଣମେଣ୍ଟ କଲେଜରୁ ପଢୁଛନ୍ତି ସେମାନଙ୍କର 15% ତମର ରିଜର୍ଭେସନ ରହୁଛି କୋଉଠି ନା इंडिया लेवल रे तुम कौन जदि एम्स ये सब जदि जाउछ, स्टेट लेवल रे तुम जदि कौन मेडिकल इंजीनियरिंग गवर्नमेंट कॉलेज पे जाउछ तुम 85% पर्यंत रिजर्वेशन नौ। तो सेटा सबुठार बेनिफिटेड तुम जदि कौन जगह माने गवर्नमेंट कॉलेज बा गवर्नमेंट तरफ जाउछ, किंतु प्राइवेट ऑर्गेनाइजेशन ए जिंस पाइबनी जेंति प्राइवेट कॉलेज हो रेसिडेंशियल कॉलेज हो अदर पाइबनी। तो देखो आमे एंट्रेंस पढ़ी की से गवर्नमेंट कॉलेज आमे एंट्रेंस कोन पे दउजे को गवर्नमेंट कॉलेज पाइबा ପାଇଁ ତ ନ୍ୟାଚୁରାଲି ଗଭର୍ଣ୍ଣମେଣ୍ଟ କଲେଜ ପାଇବା ପାଇଁ ତ ମୁଁ ମୂଳରୁ ଗଭର୍ଣ୍ଣମେଣ୍ଟ କାହିଁ ନ ଯିବି, ମୁଁ ପ୍ରାଇଭେଟ ରେ ପଢିବି, ପଇସା ଦେବି ପ୍ରାଇଭେଟ ଲୋକଙ୍କୁ, ଗଭର୍ଣ୍ଣମେଣ୍ଟ ପାଇଁ ଯିବି ସେଠି। ମୁଁ ମୂଳରୁ ଯଦି ଗଭର୍ଣ୍ଣମେଣ୍ଟ ଚାନ୍ସ ଅଛି କାହିଁ ମୂଳରୁ ସେ ଫାଇଦାଟା ନ ନେବି। ତ ଏଇଟା ମାନେ ବୁଝିବାକୁ ଚେଷ୍ଟା କରିବ। ଆଉ ଏଇଟା ଏଇଟା ଓପନଲି ସବୁ ଯାକ इंटरनेट प्लेटफॉर्म रे अवेलेबल अछि। तमे आराम से ताको देखि परिबो, कोनोसी प्रकार पैनिक हवा दरकार नै। आ मु कहबी जदि दुनिया रे सबटा बेस्ट सर्विस अछि, तमे जदि मु 2 दिन हला मु सर्च करथली एनडीए जहां मो बेलकु थिला, एनडीए आउरी उन्नत धरण हे छि। एबे इंडियन आर्मी निजे इंजीनियरिंग सेगमेंट सब खोलुची, नेवी हो, इंडियन आर्मी हो, मु जेंति थरे इंडियन जो आर्मी एजुकेशन सर्विस रे मु थिली, लैटर मो डिपार्टमेंट चेंज हला, आर्टिलरी को जाइथिली। तो ए सब विभाग रे बहुत प्रकार माने ओपनिंग्स अछि। आ सब मजादार कथा हला तुम जहां सैलरी पाइबो गोटे टंकाटे खर्च हो। कने इमेजिन जेता ट्रेन ने जीवो मागणा जीवो, प्लेन ने जीवो 80% डिस्काउंट, राशन फ्री। हां हां 80 कादरे हां। आ तापर आ गोटे जिंस होची, तुमे चाकरी पाइलो आर्मी रे
ତୁମର ବଂଶଧର ଯିଏ ଆସିବେ ସିଏ ବି ଚାକିରି ପାଇବେ। ବୁଝିପାରୁଛ, ତାଙ୍କ ପାଇଁ କୋଟା ରହିବ। ଏକ୍ସ ଆର୍ମି ତମେ ଯଦି ବାହାରିବ ତା ଭିତରେ ବି ପଇସା ଅଛି। ଆଉ ମୁଁ ଯଦି ଇଞ୍ଜିନିୟରିଂ କାମ କରୁଛି ତାର କଣ ଅଛି? ଆଉ ସେ ଯୋଉ କ୍ୱାର୍ଟର ମିଳିବ ଇଜ ଜଷ୍ଟ ଲାଇକ ଆଲିସର। ମାନେ ମୋ ସମୟରେ ତ ଆହୁରି ବଢିଆ ଥିଲା, ଏ ସମୟରେ ଆହୁରି ବଢିଆ ହେଇଥିବ। ଓକେ, ତ ତମେ ଇମାଜିନ କରିବ ସେ ଜାଗାରେ ପାଠ ପଢିବା ପାଇଁ ସେଣ୍ଟ୍ରାଲ ସ୍କୁଲରେ ଫ୍ରି ଅଫ କଷ୍ଟରେ ପାଠ ପଢିବ। ତ ତମର ଯୋଉ ସାଲେରୀଟା ପାଇବ ସେ କୌଣସି ଜାଗାରେ ଖର୍ଚ୍ଚ ହବନି। ଇଟ୍ସ ଏ କମ୍ପ୍ଲିଟ ସାଲେରୀ, ମାନେ ତମେ ପାଇଲ ସେଟା କମ୍ପ୍ଲିଟ ସେଭିଂ ଗଲା। ତୁମେ ଖାଲି ଜାଗା କିଣିବ, ପ୍ଲଟ ଏ ସବୁ କିଣିବ, ନିଜେ ବିଜନେସ ଷ୍ଟାର୍ଟ କରିବ। ଆದ್ರೆ ଆଉ ଗୋଟେ ବଢିଆ ଇଏ ଅଛି, ଆದ್ರೆ ମାନେ ଆଗରୁ କେବଳ ବଏଜ ମାନେ ଯାଉଥିଲେ, ଗର୍ଲସ ମାନେ ବି ଯାଉଛନ୍ତି। ତେଣୁ ଆ ଭିତରେ ତମେ ଦୁଇ ଜଣ ବି ତମେ ଆପ୍ଲାଏ କରିପାରିବ। କିନ୍ତୁ ଗୋଟେ ବେସିକ କ୍ରାଇଟେରିଆ ହଉଛି ଫାଉଣ୍ଡେସନ ଲେଭଲ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ, ଏଟା 60% ଏଭବ ରହିବା ଦରକାର। ଆଉ ତମର ଯୋଉ ଏଣ୍ଟ୍ରାନ୍ସ ଏକ୍ସାମ ସେଟା ଷ୍ଟାର୍ଟ କରିବ, ଏଣ୍ଟ୍ରାନ୍ସ ଏକ୍ସାମ ଦବ 2,50,000 ଭିତରେ 3,50,000 ଭିତରେ ତମେ ଯଦି ରହୁଛ, ଯେକୌଣସି ବ୍ରାଞ୍ଚରେ ତମେ ଯାଇକି ଆଡମିସନ କରିପାରିବ ଇଞ୍ଜିନିୟରିଂ ରେ। ଆଉ ଏ ଇଞ୍ଜିନିୟରିଂ ପୁରା ଫ୍ରି ଅଫ କଷ୍ଟ। ଆଉ ଗୋଟେ ପିଲା ତା ସହିତ ଡେଭଲପ କରିବ ନିଜର କମ୍ୟୁନିକେସନ ସ୍କିଲ, ବାସ୍ ଏତିକି। ତମେ ଯଦି ଏତିକି ଯଦି ଡେଭଲପ କରିଦବ ତାହେଲେ ତମକୁ ବିନା ପଇସାରେ ଇଣ୍ଡିଆନ ଆର୍ମି ତମକୁ ଦବ। ଆଉ ଆଫ୍ଟର ଦ ଟ୍ରେନିଂ 3 ବର୍ଷ ତମେ ଏଠି 4 ବର୍ଷ ଇଞ୍ଜିନିୟରିଂ କରିବ, ତମେ କୌଣସି ପଇସା ପାଇବନି। ଆଫ୍ଟର ଦ ଟ୍ରେନିଂ ୟୁ ଗେଟ୍ ଦ 51,000 rupees। ତ 4 year ଯେତେବେଳେ କମ୍ପ୍ଲିଟ କରିବ 1,77,000 ପର ମନ୍ଥରେ ଷ୍ଟାଇପେଣ୍ଡ ମିଳିବ ଆଜ ଅ ଷ୍ଟୁଡେଣ୍ଟ ହିସାବରେ। ଆଉ ଷ୍ଟାଇପେଣ୍ଡ ମାନେ ସେଠି ତ ଖର୍ଚ୍ଚ ନାହିଁ, ଗଭର୍ଣ୍ଣମେଣ୍ଟ ଖାଇବାକୁ ଦବ। ଆଉ ଖାଇବା ହଉଛି A1, ଆଉ ରହିବା ପାଇଁ ବଢିଆ ଜାଗା। ଆଠୁ ଯଦି ମାନେ ଏଇ ଯଦି ସୁଯୋଗ ତମେ ପାଇବ, ମେଡିକାଲ ସର୍ଭିସ, ଆର୍ମି ମେଡିକାଲ ସର୍ଭିସ, ସବୁଠାରୁ ତା ଦେହରେ ମେଡିକାଲ ଫ୍ୟାସିଲିଟି ବହୁତ ପ୍ରକାର ବଢିଆ ଜିନିଷ ଅଛି। ତମକୁ ଗାଡି ଫ୍ୟାସିଲିଟି ଦିଆଯିବ। ଏଇଟା କେବଳ ନାହିଁ ଯେ ତୁମେ ଆଜ ଅ ସୋଲଜର ହିସାବରେ ଜଏନ କରିବ, ଆଉ ଅଫିସର ରାଙ୍କିଙ୍ଗ ହିସାବରେ ଜଏନ କରିବ। ଆଉ ଯୋଉ ଅଫିସର ରାଙ୍କିଙ୍ଗ ହିସାବରେ ତମେ ଜଏନ କରୁଛ ଇଜ ଜଷ୍ଟ ଲାଇକ ଏ ଆଇଏଏସ୍ ଅଫିସର। ଯେମିତି ଆଇଏଏସ୍ ଅଫିସର ଯେମିତି ଜଏନ କରୁଛନ୍ତି, ଏଇଟା ହଉଛି ଆଇଏଏସ୍ ଅଫିସର। ତେଣୁ କ୍ୟାରିୟର ତା ଉପରେ ବି ତମେ ଚିନ୍ତା କରିବା ଦରକାର। ବୁଝିହଉଛି, ମାନେ ଆ ଭିତରେ ନ ରହିବ। ଆ ଭିତରେ ବହୁତ ପ୍ରକାର ଫ୍ୟାସିଲିଟି ରହିବ। ବୁଝିପାରୁଛି, କିନ୍ତୁ ଆମେ ଡରିକି ଯାଉନେ ବା ଆୱାରନେସ ନଥାଏ। ସେଥିପାଇଁ ଘରେ କହିବା ନା ଆର୍ମି ଯିବା ଦରକାର ନାହିଁ। କିନ୍ତୁ ଆର୍ମି ଖାଲି ନୁହଁ ଯେ ଯାଇକି ଯୁଦ୍ଧ କରିବ। ଏବେ ୱାରଟା ଏମିତି ୱାରଟା କିଏ ଯାଇକି ଫିଜିକାଲି ବା ଗ୍ରାଉଣ୍ଡ ଲେଭେଲରେ କିଏ ଫାଇଟିଂ କରୁନାହାନ୍ତି। ଆମେ ଯୋଉ ମୁଭି ଦେଖୁଛେ ସେଟା ଗ୍ରାଉଣ୍ଡ ଲେଭେଲ ଆଉ ଫାଇଟିଂ ହଉନି। ଏଇ ଯୋଉ ଫାଇଟିଂ ହଉଛି ଏଇଟା ଆଇଦର ଉପରେ ଉପରେ ଯାଉଛି, ନହେଲେ ଡେଟାକୁ କିମ୍ବା କୌଣସି ପ୍ରକାର ରିସୋର୍ସକୁ ଭାଙ୍ଗୁଛନ୍ତି। ଆମେରିକା ଇରାନ ଯୁଦ୍ଧ ହଉ, ମାନେ ଗ୍ରାଉଣ୍ଡ ଲେଭେଲରେ ଯୁଦ୍ଧ ବହୁତ କମ ଅଛି। ସେ ଲେଭେଲରେ କିଛି ଇଏ ନାହିଁ। ଆଗରୁ ଯେମିତି ଥିଲା, ଆଗରୁ ଟେକ୍ନୋଲୋଜି ନଥିଲା, ତେଣୁ ଗ୍ରାଉଣ୍ଡ ଲେଭେଲରେ ଯୁଦ୍ଧ ହଉଥିଲା। ଏବେ ସବୁ ପ୍ରକାର ଟେକ୍ନୋଲୋଜି ଡେଭଲପମେଣ୍ଟ ହଉଛି। ତ ଜଏନ କରିବାର କୌଣସି ଅସୁବିଧା ନାହିଁ, ଯୋଉଠି ଗଭର୍ଣ୍ଣମେଣ୍ଟ ଫ୍ୟାସିଲିଟି ଦଉଛି। ତ ଏଇଟା ଚେଷ୍ଟା କର ଯେମିତିକି ତୁମେ ଯୋଉ ଲେଭେଲରେ ପଢୁଛ, ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ, ମ୍ୟାଥ ଆଜ ସବଜେକ୍ଟ ରଖିବ। ଏଇ 3ଟା ସବଜେକ୍ଟରେ ଆଟଲିଷ୍ଟ ଦରକାର ନାହିଁ ଆମର ଯୋଉ ଏତେ ହାୟର ବି ଯିବା ଦରକାର ନାହିଁ। ଆଟଲିଷ୍ଟ ଯଦି ତମେ 60% ରଖୁଛ, ୟୁ ଆର ଏଲିଜିବଲ ଫର ଗିଭିଂ ଏଣ୍ଟ୍ରାନ୍ସ। ଆଉ ତା ସହିତ ଯଦି ତମେ 60% ରଖୁଛ, ତା ସହିତ ତମକୁ କଣ ଡେଭଲପ କରିବାର ଅଛି? କମ୍ୟୁନିକେସନ ସ୍କିଲ, ଇଂଲିଶର କମ୍ୟୁନିକେସନ ସ୍କିଲ, ଟକିଂ ପାୱାର, ସେଇଟା ବଢେଇବାର ଅଛି। ମେନ୍ ହଉଛି ତମେ ଇଣ୍ଟରଭ୍ୟୁ ଦବ। ଗୋଟେ ହଉଛି ଏଣ୍ଟ୍ରାନ୍ସ ଦବ, ଏଣ୍ଟ୍ରାନ୍ସ ପରେ ତମର ଇଣ୍ଟରଭ୍ୟୁ ହବ, ଦେନ୍ ୟୁ ଆର ଥ୍ରୁ। ଫିଜିକାଲ ଯୋଉ ତମର ପର୍ସନାଲ ରାଉଣ୍ଡ ଇଣ୍ଟରଭ୍ୟୁ ହେଇଗଲେ, କ୍ୱାଲିଫାଇ ଯଦି କରିଦେଲ ତା ଦେହରେ, ତମର ହେଇଗଲା। ଆଉ ତା ଦେହରେ ହିଁ ବଜିବାକୁ ଚେଷ୍ଟା କର ଯଦି ତମେ କିଛି କରିବାକୁ ଚାହୁଁଛ। ପିଲାମାନେ ଦେଖ, ପଇସା ପାଇବ, ବର୍ଦ୍ଦି ପାଇବ, ସମ୍ମାନ ପାଇବ, ସେ କଣ? ଆଉ ତତେ ଏଇ ଯୋଉ ରିସାଇକ୍ଲର ନେଇ ଆସିବି, ଯୋଉ ବୃନ୍ଦାବନ ହଲ ରୁ, ଆଗରେ ବସୁନୁ। ଓକେ, ତ ତମମାନେ ବି ସବୁ ଟ୍ରାଏ କର, ବାଜିବ ତା ଦେହରେ। ହେଲା, ସକାଳୁ ଉଠି ତୁ ଏବେ 5 କିଲୋମିଟର ଦୌଡୁ ହେଲା। 5 କିଲୋମିଟର ଦୌଡ଼ିବୁ, ସପ୍ତାହକୁ 3 ଦିନ ଉପାସ ରହିବୁ। ପୁଣି ଗୋଡ ରଖେଇଛୁ, କୋଉଟା ସାଇଡ ହେଇଯାଉନୁ।
ଆଉ ଏଇ ଯୋଉ ଫର୍ମ ପକଉଛ ଯୋଉ ଜେଇ ପାଇଁ ଏଇ ସବୁ ଫର୍ମ ପକଉଛ ଆ ପାଇଁ ପଇସା ଅଛି, ଆ ପାଇଁ ପଇସା ନାହିଁ। ତମେ ଫର୍ମ ଫ୍ରି ଅଫ କଷ୍ଟରେ ଆପ୍ଲାଏ କରିପାରିବ। ତେଣୁ ଏଇ ସବୁ ସୁଯୋଗ ଗୁଡାକ ଗଭର୍ଣ୍ଣମେଣ୍ଟ ଯଦି ଦଉଛି, ତମେ ଆ ଉପରେ ଯଦି କାମ କରିବ ବା ଏବେଠୁ ଯଦି ଚେଷ୍ଟା କରିବ, ତ ନିହାତି ଯେତେବେଳେ ଆଉ 2, 3, 4 ବର୍ଷ ଭିତରେ ତୁମେ ଆକୁ ବି କମ୍ପ୍ଲିଟ କରିଥିବ ଆଉ ସେଇ ଲାଇନକୁ ବି ଯାଇପାରିଥିବ। ଦେଖ ପଇସା ମ୍ୟାଟର କରେ, ମାନେ ତମେ ଯଦି 1,77,000 ତମେ ଯଦି 4 ବର୍ଷ ପରେ ଇନକମ କରୁଛ, ତମେ ଚିନ୍ତା କର ମାନେ ଗୋଟେ ବର୍ଷ ଭିତରେ ତମର ବାଲାନ୍ସ ୱିଦାଉଟ୍ ଏନି କାଇଣ୍ଡ ଅଫ ମାନେ ଯୋଉ ଖର୍ଚ୍ଚରେ 24 ଲକ୍ଷ ପାଖାପାଖି ପହଞ୍ଚିବ। ଆଉ 1,77,000 ରେ ତମେ ଦୁନିଆର ଯେକୌଣସି ଗାଡି ଜାଗା ଠାରୁ ଆରମ୍ଭ କରି ପ୍ଲଟ ତମର ଆଲିସାନ ଜୀବନ ଯାପନ କରିପାରିବ। ବୁଝ ତ ସେ ଲାଇଫ ଟାକୁ ବି ତମେ ଫୋକସ କର, ମାନେ ଆଠୁ ଅଧିକ ଇନକମ ତମକୁ କେହି ଦେଇପାରିବ। ଓକେ, ଆଉ ଏଇଟା ଏବେ 10th ପେ କମିଶନ ଅଛି। ତମେ ଯେତେବେଳେ ଯିବ ନିହାତି 12th କିମ୍ବା 13th ପେ କମିଶନ ଯେତେବେଳେ ଲାଗିବ, ଦେନ୍ ସେଇ ଯୋଉ ସାଲାରୀ ଥିବ ସେଇଟା ଏଗେନ୍ 30% ଆହୁରି ବଢିଯିବ, ଯୋଉଟା କି କୌଣସି ସେକ୍ଟରରେ ବଢେ ନାହିଁ, କେବଳ ଆର୍ମିରେ ହିଁ ବଢେ। ଆଉ ଆର୍ମିର ସାଲାରୀ ପୁରା ସୁରକ୍ଷିତ ହେଇକି ରହିଥାଏ। ଅନ୍ ଦ ଡେଟ୍ ଅଫ 30th ବା 31 ରାତି 12ଟା ସୁଦ୍ଧା ତୁମ ପାଖରେ ତୁମ ସାଲାରୀ କ୍ରେଡିଟ ହେଇଯିବ। ଅନ୍ୟ କୌଣସି କମ୍ପାନୀ ହଉ କିମ୍ବା କୌଣସି ଜବରେ କିମ୍ବା ଗଭର୍ଣ୍ଣମେଣ୍ଟ ଚାକିରିରେ ହଉ ବି କ୍ରେଡିଟ ହବ ନାହିଁ। ଆದ್ರೆ ବେମାନି କରିବାର କୌଣସି ଜିନିଷ ନାହିଁ। ତେଣୁ ଇମାନଦାରରେ କାମ କରିବ, ସବୁ ପ୍ରକାର ଫ୍ୟାସିଲିଟି ରହିବ। ତ ତା ଭିତରେ ଇଞ୍ଜିନିୟରିଂ କରିବାକୁ ଚେଷ୍ଟା କର, ବୁଝିବୁ। କିନ୍ତୁ ତାদের ପାଇବା ପାଇଁ ବି ଟିକେ ତୁମର ଇଣ୍ଟରଭ୍ୟୁ ସ୍କିଲ୍ ଟାକୁ ବଢେଇବାକୁ ପଡିବ। ଯୋଉ ଫ୍ରଣ୍ଟଲି ଆମେ ଇଂଲିଶରେ କହିବା, ଏଇ ଜିନିଷଟାକୁ ଏବେଠୁ ଚେଷ୍ଟା କର, ମାଇଣ୍ଡରେ ରଖିଲେ ହେଇଯିବ। ବୁଝିପାରୁଛ, ମୁଁ କମ୍ପ୍ଲିଟଲି ଗୋଟେ ଓଡିଆ ମିଡିୟମ ସ୍କୁଲରୁ ଆସିଥିଲି ହେଲା। ଦେନ୍ ମ୍ୟାଥ ଏକ୍ସାମ ଦିନ ମୋର ରେଜଲ୍ଟ ଖରାପ ହେଲା। ଦେନ୍ ମୁଁ ଗୋଟେ ବର୍ଷ ଟ୍ରାଏଲ ନେଲି, ଗୋଟେ ବର୍ଷ ଟ୍ରାଏଲ କରିକି ପାଠ ପଢିଲି। ପାଠ ପଢିକି ମୁଁ ମିରର ସାମ୍ନାରେ ଠିଆ ହେଇକି ଇଂଲିଶ ନ୍ୟୁଜ ପେପର ପଢିକି କମ୍ୟୁନିକେସନ ପଢିଲି, ଏନଡିଏ କ୍ଲିକ୍ କଲି, ଇଣ୍ଟରଭ୍ୟୁ ଦେଲି, ବାସ୍ ଟ୍ରୁ। ତେଣୁ ଯଦି ମନରେ ଜିଦି ରଖିଦବ ହେଇଯିବ। ଯଦି ମୁଁ କୌଣସି ବ୍ୟାକଗ୍ରାଉଣ୍ଡରେ ନାହିଁ, ମୁଁ କମ୍ପ୍ଲିଟ ଓଡିଆରେ କଥାବାର୍ତ୍ତା ହଉଥିଲି, ମୁଁ କନଭର୍ଟ ହେଇଗଲି ତା ଭିତରେ, ଗୋଟେ ବର୍ଷ ଭିତରେ ପରିଶ୍ରମ କଲି। ତମେ ଯଦି ସେତିକି ସମୟ ପରିଶ୍ରମ କରିବ ହେଇଯିବ। 10 hours ଲଗେଇବାକୁ ପଡିବ। ତମେ ଯଦି ଯେତିକି ଜିନିଷ ତମେ 10th ଏକ୍ସାମ ଦଉଥିଲ, ତମେ ସେତିକି ପରିଶ୍ରମ କରୁଥିଲ, ତମେ ନାହିଁ କି ଏଇଭଳିଆ ପରିଶ୍ରମ କରିନ, ତମେ କରିଛ, କିନ୍ତୁ ସେଇଭଳିଆ ପରିଶ୍ରମ ତମକୁ ଫ୍ରିକୁଏଣ୍ଟଲି ଗୋଟେ ବର୍ଷ କରିବାର ଅଛି। ସେତିକି ଯଦି କରିଦବ ତୁମର ଲାଇଫ ବନେଇଯିବ। 4 ବର୍ଷ ପରେ ତମେ କିଏ ସାଙ୍ଗସାଥି ଏସବୁ ଚାକିରି ଖୋଜୁଥିବେ, ତୁମେ ଆରାମସେ 1,77,000 ପାଇକି ଘରେ ବସ ହେଲା। ଅଫିସରେ ବସ, ଏସି ରୁମ୍, କୌଣସି ଯୁଦ୍ଧ କରିବାର ନାହିଁ। ଇଞ୍ଜିନିୟରିଂ ସେଗମେଣ୍ଟରେ କାମ କରିବ, ବାସ୍। ଉତ୍ତରପ୍ରଦେଶର ଜଣେ ଏସପି ଯିଏକି ୱେଷ୍ଟବେଙ୍ଗଲର ଇଲେକ୍ସନରେ ପୋଷ୍ଟେଡ ହେଇଥିଲେ, ସେ ଆଟ୍ ଏ ଟାଇମ୍ ସେ ଜଣେ ଡକ୍ଟର ଆଉ ଜଣେ ଆଇପିଏସ୍ ଅଫିସର। ଆଉ ତାଙ୍କୁ ଉତ୍ତରପ୍ରଦେଶର ସିଂଘମ ବୋଲି କୁହାଯାଏ। ଆଉ ସେ ଯୋଗୀ ଆଦିତ୍ୟନାଥଙ୍କର ରାଇଟ୍ ହ୍ୟାଣ୍ଡ, ମାନେ କୌଣସି ପ୍ରକାରର ଯୋଉ ବୁଲଡୋଜର ଏଇ ସବୁ ଚଲେଇବା, ଏଇ ସବୁ ଜିନିଷ କରିବା, ଇଏ ହଉଛି ମାନେ ତାଙ୍କ ଦ୍ଵାରା ସବୁ ହେଇଥାଏ। ତ ଦେଖ, ଗୋଟେ ଲୋକ ଗୋଟେ କ୍ୟାରିୟର ଭିତରେ ବା ଗୋଟେ ଜୀବନ ଭିତରେ ସେ ଦିଟା ଆଚିଭ କରିପାରୁଛି। ସେ ଏମବିବିଏସ୍ ବି ପାଇପାରୁଛି, ସେ ଆଇପିଏସ୍ ଅଫିସର ବି ପାଇପାରୁଛି। ତ ସେ ଲୋକର ଡେଡିକେସନ, ମାନେ କିଛି କରିବା ପାଇଁ କେତେ ଥିବ। ଡେଣ୍ଟିଷ୍ଟରେ ବି ଭଲ ଇନକମ ଥିଲା ତାଙ୍କର, କିନ୍ତୁ ଆଇପିଏସ୍ ଅଫିସର ପାଇଁ ଆସିଲେ। ଉଚ୍ଚ ଚେହେରା, ଗମ୍ଭୀର ଭଏସ, କୌଣସି ପ୍ରକାର ଏମଏଲଏ ଏମପି କୁ ଖାତିର ନାହିଁ, ଧମକେଇକି ଆସୁଛନ୍ତି। ତେଣୁ ସେଥିପାଇଁ ୱେଷ୍ଟବେଙ୍ଗଲର ଇଲେକ୍ସନର ଯୋଉ ମାନେ ଭୋଟ ପ୍ରତିଶତ 95% ରହିଥିଲା। ଦେଖ, ଆମରି ଭିତରୁ ଜଣେ ଲୋକଟେ ସିଏ ବାହାରିକି ଏତେ ଜିନିଷ କରୁଛି, ଆମ ଭିତରେ ବି ସେଇ ଶକ୍ତି ଅଛି। ଆମେ ଯଦି କେବଳ ନିଜର ଭିତରର ସବୁ ଜିନିଷ ଖୋଜିବା, ତ ଆମେ ସେ ଜାଗାକୁ ପହଞ୍ଚି ପାରିବା। କିଛି ଅସମ୍ଭବ ନାହିଁ କୌଣସି ଜିନିଷ ପାଇବା। ସବୁବେଳେ ନିଜ ପଢା ପ୍ରତି ଫୋକସ କର ଆଉ ନିଜକୁ ଚିହ୍ନ, ହ୍ୱାଟ ୟୁ ଆର୍ କାପାବଲ। ଏତିକି ଜିନିଷ ଯଦି କରିଦବ କିଛି ନାହିଁ, 10th କୁ କେହି ପଚାରିବ। ଆମର ଟାର୍ଗେଟ ହଉଛି 4 ବର୍ଷ ପରେ ଚାକିରି କରିବାର ଅଛି, ଏଇଟା ପ୍ରପର ଜାଗା ଅଛି।
ଆଚ୍ଛା ଆମେ ପ୍ରୋବ୍ଲେମ ଗୁଡାକ ସବୁ କରିବା। ଏଇଟା ସରିଥିଲା, ଏଇଟା କରିଦେଇଥିଲେ, ଏଇଟା କର। ଏଇ କୋଶ୍ଚିନ୍ ଗୁଡାକ ଯୋଉଗୁଡାକ କହୁଛି, ଏଇ କୋଶ୍ଚିନ୍ ଗୁଡାକ ପ୍ରାୟ ସବୁ ଆସିବ ତମ ପାଖରେ। ଏଗୁଡା ସବୁ ଏଣ୍ଟ୍ରାନ୍ସ ଲେଭେଲ କୋଶ୍ଚିନ୍, ଏଗୁଡା ସବୁ ପ୍ରାୟ ସବୁ ଆସିବ। তুমি 10 ବର୍ଷର କୋଶ୍ଚିନ୍ ମିଶେଇ ଦବ, ଏଇ କୋଶ୍ଚିନ୍ ସବୁ ପାଇବ। ସିମ୍ପଲ ଆନ୍ସର ତମର ଦେଖ ପଛରେ ଯୋଉ ଇଏ ଗୁଡାକ ଅଛି ତାକୁ ଦେଖିକି ବାହାର କର। ଆରୁଟା ଯେ ଆଦର୍ଶ ବହିକୁ ଡରିକି ଭାଲା ଚଙ୍ଗଚଙ୍ଗ କାଇଁ ହଉଛି? କେତେ ଭାଲା ରୁଟ ଓଭର କଣ ବାହାର କରୁଛି? आंसर केते हवा ये ଦେଇଛି ସମ୍ फाइंड द सम एंड डिफरेंस सम एंड डिफरेंस सम जति बाहर करियो कोन आंसर आछो को हां हां केते धर एपट ऐड करिवनु कि सम एंड डिफरेंस रे एटा कोन हबो ए जो दीटा ऐड हबो किंतु सम रे कोन हबो ए दीटा कोन हबो 10 और 9 कोन हबो
ସମ୍ ରେ ପ୍ଲସ୍ ହବ, ଡିଫରେନ୍ସ ରେ ମାଇନସ୍ ହବ, କିନ୍ତୁ ଏଇ ଯୋଉ ଏରର ଟା ଯୋଉ ଅଛି ଏଇଟା ସମ୍ ହଉ ଡିଫରେନ୍ସ ହଉ ଆଡ୍ ହବ, ଏଇଟା ମନେ ରଖିବ ସବୁବେଳେ। ବୁଝିହେଲା କି ନାଇଁ? ଏ ଦେଖ ଏ L1 ଏତିକି ଦେଲା, L2 ଏତିକି ଦେଲା, ସମ୍ ରେ କଣ ହବ? ସମ୍ ରେ ଦିଟାକ ଆଡ୍ ହେଲା 19, ଆଉ ଏଇଟା ବି ଆଡ୍ ହେଲା। ଓକେ, परसेंटाइल ऑफ एरर केते आसीबो? 0.2 ର परसेंटाइज वाला, एटा होची 1% वाला। सेमते डिफरेंस रे केते आसीबो? 1 प्लस माइनस 0.2, तो 0.2 रु कोठू एरर आसला? एक नंबर एरर आसला, तार परसेंटेज केते आसीबो? 20%। बुझी पाइले ना बुझी हेलानी? The length and breadth of a rectangle are 5.7 and 3.4. Calculate area of the rectangle with the error limit. एटा हबो एरिया बाहर करियो, प्रोडक्ट प्रोडक्टर फॉर्मूला।
କେତେ ବାହାରିଲା? ମନେ ପଡୁନି କିରେ ଫର୍ମୁଲା? ଏ ଦେଖ एल टा हला 5.7 डेल एल टा हला 0.1 एटा हला लेंथ एटा हला ब्रेड एरिया कोन आसीबो लेंथ इनटू ब्रेड 19.38 सेंटीमीटर स्क्वायर एबे हमें कोन पकेइबा प्रोडक्ट रो फार्मूला पकेइबा ओके प्रोडक्ट रो फार्मूला कोन आसीबो डेल ए बाय ए प्लस माइनस डेल एल बाय एल डेल बी बाय बी तो ए टा आसी केटी मल्टीप्लाई हला जेतला मल्टीप्लाई हला एरिया रो वैल्यू कोन पड़ी हला 19.38 डेल एल टा केते हला 0.1 5.7 एटा पुट हेगी फाइनल आंसर थिबा हला लिखिला नेक्स्ट क्वेश्चन देखो एटा रहला the resistance R is equals to V by I where V is equals to voltage दला voltage और resistance रा फार्मूला हला V by I जदरे voltage देतला 100 plus minus 5 V और I हे गला 10 plus minus 0.2 find the percentage error in R एटा प्रथम कोन अछि डिवीजन रे अछि बुझि होछि तनो कोन फार्मूला पड़िबो प्रोपागेशन ऑफ एरर इन डिवीजन तो प्रोपागेशन ऑफ एरर इन डिवीजन जो फार्मूला टा दिया जायछि से फार्मूला टा एठी पुट करिवो ओके एई भया फार्मूला तुमको दे देछि ए पुट करी देखो मोबाइल काई चंग चंग करी देखुछि भाई डायरेक्ट पुट कर सेति पेन देखे बाबा ने हॉस्पिटल चढ़ाइ छ निजो कोन पे मंदी गृह रखियो छ हां हॉस्पिटल कोन पे दउ